ଜୟ ଜଗନ୍ନାଥ। ମୋର ଆଉ ଗୋଟେ ନ୍ୟୁ ମିନି ବ୍ଲଗକୁ ସ୍ୱାଗତ। ଆପଣ ମାନେ ଜାଣିଥିବେ ଆଜି ହେଉଛି ଛୋଟ ଛୋଟ ପିଲା ବି ଆଜି ଜାଣିଥିବେ ଆଜି ହେଲା ମକର ସଂକ୍ରାନ୍ତି। ଗୁଡ଼ି ଫୁଡ଼ି ଉଡ଼ା ହବ। ଆମର ଚାଲନ୍ତୁ ଯିବା ଗୋଟେ ଗୁଡ଼ିଟେ ଆଣିବା। ମୁଁ ଯିବି ଗୁଡ଼ି ପାଇଁ, ଆଉ ମୋ ସାଙ୍ଗରେ ଆମର କୁଙ୍ଗୁରୁ ଅଛି ଦେଖିପାରୁଥିବେ। ଚାଲନ୍ତୁ ଯିବା ଗୁଡ଼ି ଆଣିବାକୁ। ଆଉ କୁଙ୍ଗୁରୁ ଆମର ଚାବି ନେଇ ଆସିଗଲାଣି। ଦେ ଚାବି ଦେ, ଆସ ଯିବା। ଫାଇନାଲି ଆମେ ଦୋକାନରେ ଆସି ପହଞ୍ଚିଗଲୁ। ଦେଖିପାରୁଥିବେ ଦୋକାନ, ଏଠି ଗୁଡ଼ି ଗୋଟେ ଟଙ୍ଗା ହେଇଥିଲା। ତାରି ଭିତରୁ ଆମେ ଗୋଟେ ଦେଖିଲୁ କୋଉ ଗୋଟା ଗୋଟେ ନବୁ, କାହିଁକିନା ଚେକ୍ କରି ଆଣିବୁ ନା, ଯଦି ଚିରି ଯାଇଥିବ ଗୁଡ଼ି ଲାଭ କଣ। ଗୋଟେ ଗୁଡ଼ି ନେଇ ଚାଲି ଆସିଲୁ। ଜରି ଗୁଡ଼ିକି ତ ସେମିତି କଣା କରି ହବ ନାହିଁ। ଗୋଟେ ଡିଆସିଲ ନେଇଆଇଛୁ, ଡିଆସିଲ ଲିଭେଇକି ତା ଦେହରେ ଆମେ କଣା କରୁଛୁ। ଟିକେ ନିଆଁ ରହିଲେ ଗୋଟେ କଣା କରିବାକୁ ସହଜ ହବ, ସେଥିପାଇଁ ଆମେ କଣା କରିଦେଲୁ। କଣା କରିସାରିଲା ପରେ ଆମେ ତା ଦେହରେ ସୂତା ପୁରେଇବୁ। ଆଉ ଫାଇନାଲି ସୂତା ବନ୍ଧା ହେଇଗଲା ଦେଖିପାରୁଥିବେ। ଏବେ ଚାଲନ୍ତୁ ହୁଡ଼େଇବା। ଆଉ ଏବେ ସବୁ ପୁରା ରେଡି ହେଇଗଲା, ପିଲାମାନେ ବି ପୁରା ରେଡି। ଆପଣ ମାନଙ୍କୁ ମୁଁ ଦେଖିବି ପିଲାମାନେ କେତେ ଏକ୍ସାଇଟେଡ ଅଛନ୍ତି, କିମ୍ବା ଗୁଡ଼ି ଆଣିଲୁ ଆମେ କେମିତି ତିଆରି, ମାନେ ଗୁଡ଼ି କିଣିକିରି ଆଣିଲୁ, କେମିତି କଣ ସବୁ ସୂତା ଫୁତା ବନ୍ଧା ହେଲା। ପିଲାମାନେ ପୁରା ଏକ୍ସାଇଟେଡ ହେଇଗଲେଣି। ଆପଣ ମାନେ ବହୁତ ସାରା ସପୋର୍ଟ କରନ୍ତୁ। ଏଇଟା ପାର୍ଟ 1। ପାର୍ଟ 2ରେ ଆପଣଙ୍କୁ ମୁଁ ଦେଖେଇବି ପିଲାମାନେ ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି ଉଡଉଛନ୍ତି। ଆଉ ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ କମେଣ୍ଟ କରିବେ, କେମିତି କଣ ଲାଗିଲା କହିବେ।